ସମସ୍ତଙ୍କୁ ସ୍ୱାଗତ 67 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 3 ମେ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଆଜିର ପ୍ରଥମ ପ୍ରଶ୍ନ, ହ୍ୱେର୍ ଇଜ୍ ଦ ୱାର୍ଲଡ ଅଡ଼ିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ ବିଙ୍ଗ ହେଲ୍ଡ? ବିଶ୍ୱ ଅଡ଼ିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହେଉଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମୁମ୍ବାଇଠାରେ ୱାର୍ଲଡ ଅଡ଼ିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ ଅନୁଷ୍ଠିତ ହେଉଛି। The World Audio Visual and Entertainment Summit is being held at the Jio World Convention Center in Mumbai. World Audio Visual and Entertainment Summit କେଉଁଠାରେ ଅନୁଷ୍ଠିତ ହୋଇଯାଇଛି? ଜିଓ ୱାର୍ଲଡ କନଭେନସନ୍ ସେଣ୍ଟର ମୁମ୍ବାଇ ଠାରେ। ଦ ଇନୋଗ୍ରେସନ୍ ହାଜ୍ ବିନ୍ ଡନ୍ ବାଇ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି। ଏହି ଅଡ଼ିଓ ଭିଜୁଆଲ୍ ଏବଂ ଏଣ୍ଟରଟେନମେଣ୍ଟ ସମିଟ୍ କିଏ ଇନୋଗ୍ରେସନ୍ କରିଥିଲେ? ଇଣ୍ଡିଆର ପ୍ରାଇମ୍ ମିନିଷ୍ଟର କିଏ? ନରେନ୍ଦ୍ର ମୋଦି ଏହାକୁ ଇନୋଗ୍ରେସନ୍ କରିଥିଲେ। ଦ ପର୍ପଜ୍ ଅଫ୍ ଦିସ୍ ସମିଟ୍ ଇଜ୍ ଟୁ ପ୍ରମୋଟ୍ ଦ ପଟେନ୍ସିଆଲ୍ ଅଫ୍ ମିଡ଼ିଆ ଏଣ୍ଟରଟେନମେଣ୍ଟ। ଏହାର ମୂଳ ଲକ୍ଷ୍ୟ କ'ଣ? ପ୍ରମୋଟ୍ ଦ ପଟେନ୍ସିଆଲ୍ ଅଫ୍ ମିଡ଼ିଆ ଏଣ୍ଟରଟେନମେଣ୍ଟ। ଆର୍ଟିଷ୍ଟ ଫ୍ରମ୍ ବଲିଉଡ୍, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଆଣ୍ଡ ହଲିଉଡ୍ ହ୍ୟାଭ୍ ଅଲସୋ ଆଟେଣ୍ଡ ଦି ସମିଟ୍। ଏହି ଅଡ଼ିଓ ଭିଜୁଆଲ୍ ଏବଂ ଏଣ୍ଟରଟେନମେଣ୍ଟ ସମିଟ୍ରେ ବିଭିନ୍ନ ଇଣ୍ଡଷ୍ଟ୍ରିରୁ ଆସିଥିଲେ, ଯେମିତିକି ବଲିଉଡ଼ରୁ ଆସିଥିଲେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହଲିଉଡ଼ର ମଧ୍ୟ କଳାକାର ସବୁ ଏହି ଅଡ଼ିଓ ଭିଜୁଆଲ୍ ସମିଟ୍ରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଦେଖିବା ଇମ୍ପୋର୍ଟାଣ୍ଟ କନଫରେନ୍ସ 2025ର ଇମ୍ପୋର୍ଟାଣ୍ଟ କନଫରେନ୍ସ କ'ଣ କ'ଣ ହେଇଥିଲା? ଦ 11th ବ୍ରିକ୍ସ ଲେବର ଆଣ୍ଡ ଏମ୍ପ୍ଲୟମେଣ୍ଟ ମିନିଷ୍ଟର ମିଟିଂ ୱାଜ୍ ହେଲ୍ଡ ଇନ୍ ବ୍ରାସିଲିଆ, ବ୍ରାଜିଲ। ବ୍ରିକ୍ସ ସମିଟ୍ କେଉଁଠି ଅନୁଷ୍ଠିତ ହୋଇଥିଲା? ବ୍ରାସିଲିଆ, ବ୍ରାଜିଲଠାରେ। ଦ ବିମଷ୍ଟେକ୍ ସମିଟ୍ କେଉଁଠି ଅନୁଷ୍ଠିତ ହୋଇଥିଲା? ଥାଇଲାଣ୍ଡରେ। ସ୍ତ୍ରୀ ସମିଟ୍ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ଆର୍ମି କମାଣ୍ଡର କନଫରେନ୍ସ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ୱିଲ୍ କଣ୍ଡକ୍ଟ ଏ କାଷ୍ଟ ସେନ୍ସସ୍ ଫର୍ ଦ ଫାର୍ଷ୍ଟ ଟାଇମ୍ ଆଫ୍ଟର ଇଣ୍ଡିପେଣ୍ଡେନ୍ସ। ଦ ସେନ୍ସସ୍ ଇଜ୍ ଡନ୍ ଅଣ୍ଡର ହ୍ୱିଚ୍ ମିନିଷ୍ଟ୍ରି ଅଫ୍ ଦ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ? ସ୍ୱାଧୀନତା ପରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଜାତୀୟ ଜନଗଣନା କରିବେ। ଏହି ଜନଗଣନା ଭାରତ ସରକାରଙ୍କ କେଉଁ ମନ୍ତ୍ରାଳୟ ଅଧୀନରେ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ହୋମ୍ ମିନିଷ୍ଟ୍ରି ଅଣ୍ଡରରେ ଜାତୀୟ ଗଣନା କରାଯାଏ। ଦ ୟୁନିୟନ କ୍ୟାବିନେଟ୍ ହାଜ୍ ଆପ୍ରୁଭଡ୍ ଦ କାଷ୍ଟ ସେନ୍ସସ୍, thus conducting the caste census for the first time since independence in the country. ଏହା ହେଉଛି ସ୍ୱାଧୀନତାର ପ୍ରଥମ ଥର ପାଇଁ କାଷ୍ଟ ସେନ୍ସସ୍ ବା ଜାତି ଜନଗଣନା କରାଯିବ 2025ରେ। The caste census will be conducted along with the original census. The last census in the country was held in ଲାଷ୍ଟ ସେନ୍ସସ୍ କେବେ ହେଇଥିଲା? 2011 ମସିହାରେ। ଦ ନେକ୍ସଟ ସେନ୍ସସ୍ ୱାଜ୍ ସିଡ୍ୟୁଲ୍ଡ ଟୁ ବି ହେଲ୍ଡ ଇନ୍ 2021 ମସିହାରେ। ଜାତୀୟ ଜନଗଣନା 2021 ମସିହାରେ ହେଇଥାନ୍ତା, କିନ୍ତୁ କୋଭିଡ୍ କାରଣରୁ ପୋଷ୍ଟପୋନ୍ କରାଯାଇଥିଲା। ଡ୍ୟୁରିଂ ଦ ବ୍ରିଟିଶ ରୁଲ୍ ଇନ୍ ଇଣ୍ଡିଆ ଏ କାଷ୍ଟ ବେସ୍ଡ ସେନ୍ସସ୍ ୱାଜ୍ କଣ୍ଡକ୍ଟେଡ୍ ରେଗୁଲାରି ଫ୍ରମ୍ କେବେ ହେଇଥିଲା? ବ୍ରିଟିଶ ଇଣ୍ଡିଆରେ 1872ରୁ 1931 ମସିହା ପର୍ଯ୍ୟନ୍ତ ଜାତିଗଣନା ହୋଇଥିଲା। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ହ୍ୱିଚ୍ କଣ୍ଟ୍ରି ହାଜ୍ ଇଣ୍ଟ୍ରୋଡ୍ୟୁସ୍ଡ ନ୍ୟୁ ମାଉଣ୍ଟେନିୟରିଂ ରୁଲ୍ ଅନ୍ ମାଉଣ୍ଟ ଏଭରେଷ୍ଟ? କେଉଁ ଦେଶ ମାଉଣ୍ଟ ଏଭରେଷ୍ଟରେ ନୂତନ ପର୍ବତାରୋହଣ ନିୟମ ପ୍ରଚଳନ କରିଛି?
ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନେପାଳ। ଏବାଉଟ୍ ମାଉଣ୍ଟ ଏଭରେଷ୍ଟ ନେପାଳୀ ନେମ୍ କ'ଣ ରଖାହେଇଛି? ସାଗରମାଥା। ତିବ୍ବତିଆନ୍ ନେମ୍ ହେଉଛି ଚମଲୁଙ୍ଗାମ୍। ଇଟ୍ ଇଜ୍ ନେମ୍ଡ ଆଫ୍ଟର ଜର୍ଜ ଏଭରେଷ୍ଟ, ଏ ସର୍ଭିୟର ଜେନେରାଲ ଅଫ୍ ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, ରେଡ୍ କ୍ରାଉନ୍ ଟର୍ଟଲ୍ ବ୍ରଟ୍ ବ୍ୟାକ୍ ଟୁ ରିଭର ଆଫ୍ଟର 30 years। ଲାଲ ମୁକୁଟ ପିନ୍ଧା କଇଁଛକୁ 30 ବର୍ଷ ପରେ ନଦୀରେ ପୁନଃ ପ୍ରବର୍ତ୍ତନ କରାଯାଇଛି। କେଉଁ ନଦୀରେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗଙ୍ଗା ରିଭର। ଆଫ୍ଟର 30 years 20 critically endangered red crown turtle have been successfully reintroduced into river Ganga under the ନାମିମି ଗଙ୍ଗା ମିଶନ। କେଉଁ ମିଶନ ଅଣ୍ଡରରେ ରିଇଣ୍ଟ୍ରୋଡ୍ୟୁସ୍ କରାଯାଇଛି? ନାମିମି ଗଙ୍ଗା ମିଶନ ଅଣ୍ଡରରେ ରିଇଣ୍ଟ୍ରୋଡ୍ୟୁସ୍ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, CBI has cracked down on global child sexual abuse network as part of its operation। ବିଶ୍ୱ ଶିଶୁ ଯୌନ ନିର୍ଯାତନା ନେଟୱାର୍କ ବିରୋଧରେ CBI କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅପରେସନ୍ ହକ୍। Based on intelligence from the US-led Operation Hawk, the Central Bureau of Investigation CBI has dismantled a cybercrime network involved in child sexual abuse with global connection। Operations such as Operation Carbon 2021 ମସିହାରେ ଏବଂ ମେଘା ଚକ୍ର 2022 ମସିହାରେ were previously conducted by the CBI to addressing cases of child abuse having international dimension। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ, who has recently been appointed as a member of the Union Public Service Commission UPSC। ଲୋକସେବା ଆୟୋଗର ସଦସ୍ୟ ଭାବରେ ସମ୍ପ୍ରତି କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସୁଜାତା ଚତୁର୍ବେଦୀ। ସୁଜାତା ଚତୁର୍ବେଦୀ ହେଉଛନ୍ତି ଲୋକସେବା ଆୟୋଗର ନୂତନ ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। The Government of India has appointed senior IS officer and current Union Sports Secretary Sujata Chaturvedi as a member of the Union Public Service Commission UPSC। ବର୍ତ୍ତମାନ IS ଅଫିସରର କରେଣ୍ଟ ୟୁନିୟନ ସ୍ପୋର୍ଟସ୍ ସେକ୍ରେଟାରୀ କିଏ? ସୁଜାତା ଚତୁର୍ବେଦୀ। ନୂତନ ଭାବେ କେଉଁଥିରେ ନିଯୁକ୍ତି ହୋଇଛନ୍ତି? UPSCର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ୟୁନିୟନ ପବ୍ଲିକ୍ ସର୍ଭିସ୍ ଦେୟାର ଇଜ୍ ଏ କନଷ୍ଟିଟ୍ୟୁସନାଲ ବଡି ଇଟ୍ ଇଜ୍ ଏ ଡେସ୍କ୍ରାଇବ୍ଡ ଆନ୍ ଆର୍ଟିକଲ 315 to 323 of the Indian Constitution। କେବେ ଏଷ୍ଟାବ୍ଲିଶ୍ ହେଇଥିଲା? 1 ଅକ୍ଟୋବର 1926 ମସିହାରେ UPSC ଏଷ୍ଟାବ୍ଲିଶ୍ ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ, where was the first Asian under-15 and under-17 Asian Boxing Championship 2025 held? ପ୍ରଥମ ଏସିଆନ୍ 15 ବର୍ଷରୁ କମ୍ ଏବଂ 17 ବର୍ଷରୁ କମ୍ ଏସିଆ ବକ୍ସିଂ ଚାମ୍ପିଅନସିପ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆମନ୍ ଜର୍ଡାନ। The first Asian under-15 and under-17 boxing championship 2025 was held in Amman, the capital of Jordan। କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଆମାନ। କାହାର କ୍ୟାପିଟାଲ? ଜର୍ଡାନର କ୍ୟାପିଟାଲ। ଦ ଇଣ୍ଡିଆନ୍
boxing contingent on 43 medals, 15 gold, 6 silver and 22 bronze to finish third in the over medal tally. एशियान अंडर 15 एवं अंडर 17 एशियान बॉक्सिंग रे थर्ड नंबर रैंक रे रही 43 मेडल मध्यरु 15टी गोल्ड 6टी सिल्वर एवं 22टी ब्रोंज पदक हासिल करिसंती। द चैंपियनशिप वाज ऑर्गेनाइज्ड बाय एशियन बॉक्सिंग। एही एशियन बॉक्सिंग किए ऑर्गेनाइज करथिले? एशियन चैंपियनशिप बॉक्सिंग। वर्तमान देखिबा परवर्ती प्रश्न। हु हैज बिकम द प्रेसिडेंट ऑफ द बैडमिंटन वर्ल्ड फेडरेशन BWF? बैडमिंटन विश्व फेडरेशन रो सभापति किए होइसंती? यार सठिक उत्तरटी हेउछि ऑप्शन ए खुनियिन पातामा। खुनियिन पातामा बैडमिंटन विश्व फेडरेशन रो सभापति होइसंती। खुनियिन पातामा वर्ल्ड बैडमिंटन फेडरेशन रो सभापति होइसंती। सी इज ऑल्सो द प्रेसिडेंट ऑफ द बैडमिंटन एसोसिएशन ऑफ थाईलैंड। बैडमिंटन एसोसिएशन ऑफ थाईलैंड रो भी वर्तमान प्रेसिडेंट अछंती। बैडमिंटन वर्ल्ड फेडरेशन फॉर्मेशन केबे हेइतिला? 5 जुलाई 1934 मसीहा रे। यार हेडक्वार्टर रहिछि कुलालमपुर मालेशिया ठारे हेडक्वार्टर रहिछि। वर्तमान देखिबा परवर्ती प्रश्न। द बुक बियॉन्ड द कोर्टरूम इज रिटन बाय। बियॉन्ड द कोर्टरूम पुस्तकटी किए लिखिसंती? यार सठिक उत्तरटी हेउछि ऑप्शन ए फालिसाम नारिमान।